ଯଦି ତୁମେ ନିରନ୍ତର ଦେଖୁଛ ଯେ ତୁମର ଶାରୀରିକ ମାନସିକ ଭାବପ୍ରବଣ ଏବଂ ଅନୁଭବଗତ ଦିଗଗୁଡ଼ିକର ସୀମାକୁ କିପରି ବିସ୍ତାର କରାଯିବ, ତେବେ ତୁମର ଜୀବନ ଏକ ବଡ଼ ଦୁଃସାହସିକତା, ଯାହାର ଅର୍ଥ କେବଳ ଏହା ଯେ ତୁମେ ନିଜକୁ ସାଧାରଣତଃ ସୀମା ଭାବରେ ବିବେଚିତ ହେଉଥିବା ସୀମାଠାରୁ ଅଧିକ ବିସ୍ତାର କରିବାକୁ ଇଚ୍ଛୁକ। ଦୁଃସାହସିକତା ଅର୍ଥ ହେଉଛି ଏହା ଏକ ଶୂନ୍ୟ ସଂଯୋଗ ଖେଳ, ଏହା ଦେବା ଏବଂ ନେବାର ଆଉ ଏକ କାରବାର। ଏହା ଏପରି ଏକ ଦୁଃସାହସିକତା ନୁହେଁ ଯେଉଁଠାରେ ତୁମେ ପ୍ରତିଫଳ ଏବଂ ନିବେଶ ଖୋଜୁଛ। ନିବେଶ ହେଉଛି ଜୀବନ ଏବଂ ପ୍ରତିଫଳ ହେଉଛି ଜୀବନ। ତାହା ହେଉଛି ଦୁଃସାହସିକତା। ତୁମେ ଅକେମଣ ପାଇବ, ତୁମେ କିଛି ପାଇବ ନାହିଁ। କିନ୍ତୁ ଯଦି ତୁମେ ସାହସିକ ନୁହଁ, ତୁମର ଜୀବନର ପ୍ରତ୍ୟେକ ଦିଗ ସହିତ, ତୁମ ଶରୀରରେ, ତୁମର ମନର ପଥ ଭାବନା ଏବଂ ସର୍ବୋପରି ଅନୁଭବରେ ଯଦି ତୁମେ ସାହସିକ ନୁହଁ, ତେବେ ତୁମେ ଏକ ଅଣ୍ଡା, ଏକ ଅସ୍ପଷ୍ଟ ଫୁଲ, ଏକ ଅପରିପକ୍ୱ ଫଳ ପରି ହେବ। ତୁମେ ଏକ ପୂର୍ଣ୍ଣ ମାନବରେ ପ୍ରସ୍ଫୁଟିତ ହୁଅ। ସାହସିକତା ବିନା ସାହସିକତା ଜାରି ରଖ। ତୁମର ସୀମା ବାହାରକୁ ବିସ୍ତାର ନ କରି କୌଣସି ପ୍ରସ୍ଫୁଟିତ ହୁଏ ନାହିଁ। ଏକ ପୂର୍ଣ୍ଣ ମାନବର କୌଣସି ନିର୍ମାଣ ନାହିଁ।